ମୁଁ ଗୋସାଣୀ ବ୍ଲକ ଚେୟାରମ୍ୟାନ୍ ଏନ୍ ବୀରରାଜୁ। ସାର୍ କ'ଣ କହିବେ ଆଜି ଯେଉଁ ମହେନ୍ଦ୍ର ତନୟା ଉତ୍ସବ ଉଦ୍ଘାଟନ ହୋଇଯାଇଛି, କଳା ସଂସ୍କୃତିକୁ ବଜାୟ ରଖିବା ଏବଂ ଲୁକାୟିତ ପ୍ରତିଭାକୁ ପ୍ରସ୍ତୁତ କରିବା ଗୋଟେ ପ୍ରୟାସ ଜାରି ରହିଛି। ଏହା ଉପରେ କ'ଣ ଆମେ ଏଇଟା ପ୍ରତି ବର୍ଷ କରିବା ମହେନ୍ଦ୍ର ତନୟା ଉତ୍ସବଟା ଆମ ବ୍ଲକ ଲେଭେଲରେ ହେଉଛି। ସେଇଟା ଆମେ କଳାକାରମାନଙ୍କୁ ପଲ୍ଲୀ ଗାଁର ଗାଁ ଗହଳିରେ ଉତ୍ସାହ କରିବା ପାଇଁ, ତାଙ୍କମାନଙ୍କୁ ଏନକରେଜ୍ କରିବା ପାଇଁ ଏ ଜାଗା ଆମେ ଗୋଟେ ପ୍ରାକ୍ଟିକାଲି ପ୍ରୋଗ୍ରାମ କରାଉଛୁ। ସେଇଟା ସେମାନଙ୍କୁ ଉତ୍ସାହ କରିବା ପାଇଁ ଭବିଷ୍ୟତରେ ବି ଆହୁରି ଡେଭଲପ୍ ହେବା ପାଇଁ ଆମେ ଚେଷ୍ଟା କରୁଛୁ। ତା ପାଇଁ ଏ ପ୍ରୋଗ୍ରାମ କରୁଛୁ। କୃଷ୍ଣଚନ୍ଦ୍ର ଗଜପତି ନାଁରେ ଆମେ ଗୋଟେ ଗଜପତି ଜିଲ୍ଲାରେ ହେଉଛି, ତା ଜାଗାରେ ଆମ ବ୍ଲକ ଲେଭେଲରେ ଗୋଟେ ଆମେ କରୁଛୁ। ଆମ ଲେଭେଲରେ ଜନସାଧାରଣଙ୍କୁ ଗୋଟେ ଉତ୍ସାହ କରିବା ପାଇଁ ଆମେ ଏରିଆର କଳାକାର ଯାକ ଅଛନ୍ତି, କାହା ଭିତରେ କେଉଁ ସ୍କିଲ୍ ଅଛି ସେ ଯାକ ଆମେ ଚାନ୍ସେସ୍ ଦେଲେ ସେମାନେ ସ୍କିଲ୍ ଯାକ ବାହାରିବ। ତା ପାଇଁ ଆମେ ଆଉ ଆମ ଲେଭେଲରେ ଆମେ ଏନକରେଜ୍ କରିବୁ। ସବୁ କ'ଣ ଦରକାର ପଳାଇଛନ୍ତି ତାଙ୍କ ନାଁରେ ଯେ ଆମେ ଉତ୍ସବ କରୁଛୁ। ଗୌରଚନ୍ଦ୍ର ପଟ୍ଟନାୟକ ମାନେ ఈరోజు కృష్ణచంద్ర ଆମ ଗୋସାଣୀ ବ୍ଲକର ମହେନ୍ଦ୍ର ତନୟା ଉତ୍ସବ ବହୁତ ଜାକଜମକରେ ଏବଂ ବହୁତ ଖୁସି ମଜାଜରେ ଆମର ଚାଲିଛି। ଆଜି ଆମର ପ୍ରଥମ ଦିବସ ପରେ କାଲିକି ଦ୍ୱିତୀୟ ଦିବସରେ ବି ଆମେ ଗେଷ୍ଟ ଯାକ ଇନଭାଇଟ୍ କରୁଛୁ। ପ୍ରଥମ ଦିବସରେ ଆମର ବିଧାୟକ ବନ୍ଧୁ, ଆମ ଆରକ୍ଷୀ ଅଧିକାରୀ ସମସ୍ତଙ୍କୁ ଇନଭାଇଟ୍ କରୁଛୁ। ସେମାନେ ଆସ୍ତେ ଆସ୍ତେ ତାଙ୍କ ସମୟରେ ପହଞ୍ଚିବେ। ଲୋକର ଗୋଟେ ଉତ୍ସାହ ମାହୋଲ ଚାଲିଛି, ବହୁତ ଖୁସି ଲାଗୁଛି। କଳା ସଂସ୍କୃତିକୁ ପ୍ରୋତ୍ସାହନ ଦେବା, ଲୋକାଲ କଳା ସ୍ଥାନୀୟ କଳା ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଆଉ ଲୋକ ଲୁକାୟିତ ପ୍ରତିଭାକୁ ଆଗକୁ ଆଣିବା ହିଁ ଆମର ଉଦ୍ଦେଶ୍ୟ। ମେସେଜ ଦେବେ, ଲୋକ ଆସନ୍ତୁ, ଏନ୍ଜୟ ଦି ଫଙ୍କସନ୍, ଏନ୍ଜୟ ଦି ଫଙ୍କସନ୍ ଆଣ୍ଡ ଏନ୍ଜୟ ଦି ଫଙ୍କସନ୍।